ମୁଁ ପଛରେ ବସିଥିଲି ଭାବୁଥିଲି ଗାଲେଇକି ଖସିଯିବି ବୋଲି। ପ୍ରଥମେ ଯାଇକି ମାନସ ମୋତେ ଧରିଲେ, ତାପରେ ସୁରଜ ସାର୍ ଧରିଲେଣି। ଆଉ ବାଟ ନାହିଁ। ମାନସ ଜଣେ ଭଲ ପିଲା, ଟିକେ ଅଭିମାନୀ, ବେଶୀ ସ୍ୱାଭିମାନୀ, ଟିକେ ପ୍ରେମିକ କିନ୍ତୁ ବେଶୀ ବିଦ୍ରୋହୀ। ବୋଧେ ଏହି ବିଦ୍ରୋହ ପାଇଁ ସେ ରଙ୍ଗ ଖୋଜିବା କାମରେ ନ୍ୟସ୍ତ। ମୁଁ ବେଳେବେଳେ ପଚାରେ ନିଜକୁ ଯେ ମାନସ ଏତେ ରଙ୍ଗ ପାଆନ୍ତି କେଉଁଠୁ? ନିଜ ଭିତରୁ କିଏ ଗୋଟେ ଉତ୍ତର ଦେଇଛି ବରାବର, ସେ ରଙ୍ଗ ସେ ତାଙ୍କ କଲିଜା ଚିପୁଡ଼ିକି ପାଇଛନ୍ତି। ସେ କଲିଜାରେ ଏତେ ରଙ୍ଗ ଭରିଲା କିଏ? ପୁଣି ପ୍ରଶ୍ନ। ତାର ଉତ୍ତର ପୁଣି ସେଇ ଭିତରୁ କିଏ ଜଣେ ଦେଇଛି। ସେ ଜୀବନରେ ଯେତେ କଣ୍ଟା ଉଠେଇଛନ୍ତି ନିଜ ପକେଟରେ ରଖିଛନ୍ତି, ଯେତେ ଫୁଲ ପାଇଛନ୍ତି ତାକୁ ଅନ୍ୟକୁ ବଢ଼େଇ ଦେଇଛନ୍ତି। ବୋଧେ ସେଇଠୁ ରଙ୍ଗ ଆସିଛି ତାଙ୍କ କଲିଜା ଭିତରକୁ, କଲିଜାରୁ ହୃଦୟକୁ, ହୃଦୟରୁ ମସ୍ତିଷ୍କକୁ, ମସ୍ତିଷ୍କରୁ ହାତକୁ, ହାତରୁ କଲମକୁ। ସେ ଆରମ୍ଭ କରିଥିଲେ ଅକ୍ଷରରୁ, ପରେ ପରେ ତାହା ଶବ୍ଦରେ ପରିଣତ ହେଲା ଏବଂ ଆଜି ସବୁକିଛି ଦୃଶ୍ୟମାନ। ତେଣୁ ତାଙ୍କୁ ଆମେ ଏକ ସ୍ୱୟଂ ସମ୍ପୂର୍ଣ୍ଣ ଲେଖକ ଭାବରେ ଆଜି ଦେଖିଲୁ। ମୁଁ ବହୁତ ସାଧୁବାଦ ଜଣାଉଛି, ସୁମନାସ ଜଣାଉଛି। ସେ ତାଙ୍କର ଏହି ରଙ୍ଗଯାତ୍ରା ଜାରି ରଖନ୍ତୁ, ବହୁତ ବଡ଼ ଲେଖକ ହୁଅନ୍ତୁ, ଯଶସ୍ୱୀ ହୁଅନ୍ତୁ। ଧନ୍ୟବାଦ।